ଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଯେତେବେଳେ ଦର୍ଶନ କରିବାକୁ ଯିବେ କେତେବେଳେ ଆଜ୍ଞା ଗରୁଡ ସ୍ତମ୍ଭ ଆଗରେ ଛିଡା ହେଇକି ଜଗନ୍ନାଥଙ୍କୁ ଦର୍ଶନ କରିବେନି। ସବୁବେଳେ ଗରୁଡ ସ୍ତମ୍ଭ ପଛପଟେ ଛିଡା ହେବେ। ଯେତେ ଗହଳି ହେଇଥାଉ, ଯେତେ ଭିଡ ହେଇଥାଉ, ଆପଣ ମାନେ ଅପେକ୍ଷା କରିବେ। ଦେଖିବେ ଏ ଗରୁଡଙ୍କ ପଛପଟେ ଗୋଟିଏ ପଟେ ବ୍ରହ୍ମା ଆଉ ଗୋଟିଏ ପଟେ ଶିବ ଦି ହାତ ଯୋଡିକିରି ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି। ଯେତେବେଳେ ବ୍ରହ୍ମା ଆଉ ଶିବ ଗରୁଡ ପଛରେ ଛିଡା ହେଇକିରି ଜଗନ୍ନାଥଙ୍କୁ ମାଗୁଛନ୍ତି, ଦର୍ଶନ କରୁଛନ୍ତି, ଆମେ ଛାର ମଣିଷ ତରତର ହେଇକିରି ଲୋକ ଗହଳି ଭିତରେ ଦୌଡିକି ପଳଉଛେ, ଗରୁଡ ଆଗରେ ଯାଇକିରି ଜଗନ୍ନାଥଙ୍କୁ ଦର୍ଶନ କରୁଛେ। ନାଇଁ ଆଜ୍ଞା, ତା ନିୟମ ହଉଛି ଗରୁଡଙ୍କ ପଛପଟେ ଛିଡା ହେଇ ଗରୁଡଙ୍କୁ ଟିକେ କୋଳାଗ୍ରତ କରି ଗରୁଡଙ୍କୁ ଟିକେ କୁଣ୍ଢେଇକିରି ଆପଣ ଦେଖିବେ ସେ ଭୋଗ ମଣ୍ଡପ କାନ୍ଥରେ ଶ୍ରୀ ଚୈତନ୍ୟ 18 ବର୍ଷ କାଳ ଯୋଉ ଜାଗାରେ ଛିଡା ହେଇକିରି ଗରୁଡ ପଛପଟେ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ ତାଙ୍କର 3ଟା ଆଙ୍ଗୁଠିର ଚିହ୍ନ ଅଛି, ଯୋଉଠି କି ପଥରକୁ ଶ୍ରୀ ଚୈତନ୍ୟ କଣା କରିଦେଇଛନ୍ତି। ଗଲେ ଏ ଗରୁଡଙ୍କୁ ଟିକେ କୁଣ୍ଢେଇବେ, ପଛରେ ଯୋଉ ବ୍ରହ୍ମା ଆଉ ଶିବ ଅଛନ୍ତି ତାଙ୍କ ପାଦ ତଳେ ଟିକେ ମୁଣ୍ଡିଆ ମାରିବେ। ଶ୍ରୀ ଚୈତନ୍ୟଙ୍କର ଏ ଯୋଉ 3ଟା ଆଙ୍ଗୁଠିର ଚିହ୍ନ ଭୋଗ ମଣ୍ଡପକୁ ଲାଗିଛି ତାକୁ ଛୁଇଁକିରି ମୋ ଜଗନ୍ନାଥଙ୍କର ଚକାଚକା ଆଖିକି ଦର୍ଶନ କରି ମାଗନ୍ତୁ, ଦେଖିବେ କଣ ପରୀକ୍ଷା କରିବେ। କାହାଣୀ ଗପ କହୁନି, ମୋ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିବେ।